Good morning everyone. I am Harshankar Biswal. Welcome to Guruji Odia. ପିଲାମାନେ ଆମେ 10 କ୍ଲାସ୍ର ଅଲରେଡ଼ି 3ଟା କ୍ଲାସ୍ କରିସାରିଛୁ ସମ୍ବଳର ବିଷୟରେ। ତ ଆଜି ଆମର ଲାଷ୍ଟ କ୍ଲାସ୍ ରହୁଛି, ଯାହା ରହୁଛି କି ସମ୍ବଳ ସଂରକ୍ଷଣ ଓ ଯୋଜନା। ତ ପିଲାମାନେ ମୋତେ ଗୋଟେ କଥା କୁହ, ସମ୍ବଳ ସଂରକ୍ଷଣ ମାନେ କ'ଣ ବୁଝ ତମେ? ସମ୍ବଳ ସଂରକ୍ଷଣର ଅର୍ଥ କ'ଣ? ସମ୍ବଳ ସଂରକ୍ଷଣର ଅର୍ଥ ହେଉଛି ଯେ ଆମେ ସମ୍ବଳକୁ ଏପରି ୟୁଜ୍ କରିବା ଯେମିତିକି ଆମେ ତ ୟୁଜ୍ କରିବା ତ ଫ୍ୟୁଚର୍ ଜେନେରେସନ୍ ପାଇଁ ତାକୁ ଆମେ ଷ୍ଟକ୍ କରିକି ରଖିପାରିବା ବା ସଂରକ୍ଷଣ କରି ରଖିପାରିବାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ଠିକ୍ ଅଛି। ତ ଦେଖ ପିଲାମାନେ, ସମ୍ବଳ ସଂରକ୍ଷଣ କାହା କୁହାଯାଏ ନା ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ମାନେ କ'ଣ ନା ମୁଁ ଯେଉଁ ତୁମକୁ ପିଲାମାନେ କହିଲି ଯେ ସମ୍ବଳକୁ ଆମେ କ'ଣ କରିବା, ସଯତ୍ନ ବିନିଯୋଗ କରିବା, ମାନେ ଯେତିକି ଦରକାର ସେତିକି ୟୁଜ୍ କରିବା, ଆଉ ଆମ ଫ୍ୟୁଚର୍ ଜେନେରେସନ୍ ପାଇଁ ଆମେ କେମିତି ସମ୍ବଳକୁ ଷ୍ଟକ୍ କରିକି ରଖିବା ବା ସଂରକ୍ଷଣ କରି ରଖିବା ତା ପାଇଁ ଯତ୍ନଶୀଳ ହେବା। ଆଉ କ'ଣ ନା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବା। କିଛି କିଛି ସମ୍ବଳ ଅଛି ଯେଉଁଗୁଡ଼ାକି ନବୀକରଣ ଯୋଗ୍ୟ, ତ ସେ ସମ୍ବଳ ଆଉ ଥରେ ତିଆରି ହେବା ପାଇଁ ତାକୁ ଟାଇମ୍ ଦେବା ଦରକାର ନା, ତ ସେ ଯଥେଷ୍ଟ ସମୟ ତାକୁ ଦେବାକୁ ଆମର ସମ୍ବଳ ସଂରକ୍ଷଣ କୁହାଯାଏ। ତ ସମ୍ବଳ ସଂରକ୍ଷଣ କରିବା ପାଇଁ ପଛରେ ଆମର କିଛି ଉଦ୍ଦେଶ୍ୟ ରହିଛି, ନହେଲେ ଜଣେ ସମ୍ବଳ ସଂରକ୍ଷଣ କ'ଣ ପାଇଁ କରିବ। ଠିକ୍ ଅଛି। ତ ସମ୍ବଳ ସଂରକ୍ଷଣ ପାଇଁ ଆମର ମୁଖ୍ୟତଃ 3ଟି ଉଦ୍ଦେଶ୍ୟ ରହିଛି। ସେଇ ଉଦ୍ଦେଶ୍ୟ କ'ଣ କ'ଣ ପିଲାମାନେ? ନା ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ପରିବେଶ ସୁରକ୍ଷା। ମାନେ କ'ଣ ନା ଆମେ ବଞ୍ଚିବା ପାଇଁ ଆମ ଚାରିକଡ଼େ ଥିବା ପରିବେଶର ଆମେ କ୍ଷତି କରିବା ନାହିଁ। ଠିକ୍ ଅଛି। ଦ୍ୱିତୀୟ ରହିଛି ପରିସଂସ୍ଥାକୁ ବିନିଯୋଗ କରିବା ସତ୍ତ୍ୱେ ପରିସଂସ୍ଥାର ଅନ୍ତର୍ନିହିତ କ୍ଷମତାକୁ ଅକ୍ଷୁଣ୍ଣ ରଖିବା। ମାନେ କ'ଣ ପିଲାମାନେ ନା ପରିସଂସ୍ଥା ମାନେ ଆମେ ପରିବେଶରେ ଥିବା ସମସ୍ତ ସମ୍ବଳକୁ ବିନିଯୋଗ କରିବା, ମାନେ ନିଜର ବ୍ୟବହାରରେ ଲଗାଇବା ସତ୍ତ୍ୱେ କେମିତି ପରିବେଶର କିଛି କ୍ଷତି ହେବ ନାହିଁ ସେ ପ୍ରତି ଧ୍ୟାନ ଦେବା। ଠିକ୍ ଅଛି। ଆଉ ଜୈବ ବିବିଧତାକୁ ସୁରକ୍ଷିତ ରଖିବା। ଜୈବ ବିବିଧତା ମାନେ କ'ଣ ପିଲାମାନେ ଆମ ଚତୁଃପାର୍ଶ୍ୱରେ ଥିବା ସବୁ ଜୀବଜନ୍ତୁ ଉଦ୍ଭିଦ ଏମାନଙ୍କୁ ଆମେ ସୁରକ୍ଷା ଦେବା ହେଉଛି କ'ଣ ସମ୍ବଳ ସଂରକ୍ଷଣର ମୌଳିକ ଉଦ୍ଦେଶ୍ୟ। ଠିକ୍ ଅଛି। ସମ୍ବଳ ସଂରକ୍ଷଣର ଯେମିତି ମୌଳିକ ଉଦ୍ଦେଶ୍ୟର 3ଟା ଉପାୟ ରହିଛି, ସେମିତି ସମ୍ବଳ ସଂରକ୍ଷଣ କରିବା ପାଇଁ ଆମର 3ଟା ଉପାୟ ରହିଛି। କ'ଣ କ'ଣ ପିଲାମାନେ ନା ସମ୍ବଳର ବ୍ୟବହାର ଯଥେଷ୍ଟ ହ୍ରାସ। ସମ୍ବଳକୁ ଆମେ ଯେତିକି ଦରକାର ସେତିକି ବ୍ୟବହାର କରିବା। ମାନେ ସମ୍ବଳ ବ୍ୟବହାର ଯେଉଁ ଆମେ କରୁଛେ, ମାନେ ପାଣି ଦରକାର ନଥିବ ଗୋଟେ ସ୍ଥାନରେ ଦେଖ, ତ ସେଠି ଆମେ ପାଣିର ୟୁଜ୍ କରିବା, ତ ସମ୍ବଳର କ'ଣ ହେଉଛି ହ୍ରାସ ହେଉଛି ନା ଜଳ ସମ୍ପଦ ହ୍ରାସ ହେଉଛି। ତ ଆମେ ଯଥାତିରିକ୍ତ ହ୍ରାସ ମାନେ କ'ଣ ନା ଯେତିକି ଦରକାର ସେତିକି ବ୍ୟବହାର କରିବା, ଆଉ ବ୍ୟବହାର କରିବା ନାହିଁ। ବହୁତ ପିଲା ଥିବେ ପାଣି ଛାଡ଼ି ଦେଇକି ପଳାଉଥିବେ କୁଆଡ଼େ। ଠିକ୍ ଅଛି। ସମ୍ବଳର ପୁନଃଚକ୍ରୀକରଣ କୌଶଳ ଅବଲମ୍ବନ। ସମ୍ବଳଟା ଆଉ ଥରେ କେମିତି ତିଆରି ହୋଇପାରିବ ବା ସମ୍ବଳ କେମିତି ପୁନଃଚକ୍ରଣ ହୋଇପାରିବ ତାର ବ୍ୟବସ୍ଥା କରିବା। ସମ୍ବଳର ପୁନଃବ୍ୟବହାର ମାଧ୍ୟମରେ ସମସ୍ତ ପ୍ରକାର ସମ୍ବଳ ସଂରକ୍ଷଣ। ଆଉ କ'ଣ ନା ସମ୍ବଳକୁ ଆମେ କେମିତି ବାରମ୍ବାର ବ୍ୟବହାର କରିବା, ଆଉ ଏଇ ବାରମ୍ବାର ବ୍ୟବହାର କରିବା ଦ୍ୱାରା କ'ଣ ହେବ, ସମ୍ବଳ ସଂରକ୍ଷଣ ହେବ ଫ୍ୟୁଚର୍ ପାଇଁ। ଠିକ୍ ଅଛି। ନେକ୍ସଟ ଦେଖ ପିଲାମାନେ, ସମ୍ବଳ ସଂରକ୍ଷଣରେ ସେଇ ମୁଖ୍ୟତଃ ସେତିକି ରହିଛି। ମାନେ ଆମର କେବଳ ସମ୍ବଳ ସଂରକ୍ଷଣ କାହାକୁ କୁହାଯାଏ ତମେ ଜାଣିଲ। ଠିକ୍ ଅଛି। ତ ସମ୍ବଳ ସଂରକ୍ଷଣର ମୌଳିକ ଉଦ୍ଦେଶ୍ୟ 3ଟା ମନେ ରଖିବ, ଆଉ ସମ୍ବଳ ସଂରକ୍ଷଣର ମୁଖ୍ୟ 3ଟି ଉପାୟ ମନେ ରଖିବ। ଏବେ ସବୁଠୁ ଆମେ ଯେଉଁ ପଢ଼ୁଛୁ ସମ୍ବଳ ଓ ତା'ର ବିକାଶ, ତ ସମ୍ବଳ ତ ପଢ଼ି ସାରିଲୁ, ତ ଏବେ ପଢ଼ିବା ସମ୍ବଳର ବିକାଶ। ତ ଡେଭଲପମେଣ୍ଟ କେମିତି ହେବା ଦରକାର ସମ୍ବଳର। ମୁଁ ତୁମକୁ କ୍ଲାସ୍ ଆରମ୍ଭରୁ କହିଛି ପିଲାମାନେ, ଯେତେବେଳେ ପ୍ରଥମେ ସମ୍ବଳ ଓ ତା'ର ବିକାଶ ପଢ଼ାଉଥିଲି ମୁଁ ସେତେବେଳେ ତୁମକୁ କହିଥିଲି ଯେ ସମ୍ବଳ ଆଉ ବିକାଶ ପରସ୍ପର ନିର୍ଭରଶୀଳ। ଠିକ୍ ଅଛି। ଜୁଡ଼ବା ଭାଇ ଭଳିଆ। ଠିକ୍ ଅଛି। ସମ୍ବଳର ବିକାଶ ହେଲେ ଦେଶର ବିକାଶ ହେବ। ରାଇଟ୍। ଇନଫ୍ରାଷ୍ଟ୍ରକ୍ଚର ବିକାଶ ହେବ। ତ ସମ୍ବଳର ବିକାଶ କରିବା କ'ଣ ଦରକାର। ସମ୍ବଳ ଦ୍ୱାରା ତ ବିକାଶ ହୁଏ, କିନ୍ତୁ ସମ୍ବଳର ବିକାଶ କେମିତି କରିବା, ଆଉ କ'ଣ ଦରକାର ସମ୍ବଳର ବିକାଶ କରିବା, ଆବଶ୍ୟକତା କ'ଣ ସେଇଟା ଜାଣିବା। ଠିକ୍ ଅଛି। ଆସ ପିଲାମାନେ ଜାଣିବା। ତ ସମ୍ବଳର ଯୋଜନା। ସମ୍ବଳର ଯୋଜନା। ସମ୍ବଳକୁ ଆମକୁ ବିକାଶ କରିବାକୁ ହେଲେ ସମ୍ବଳକୁ କ'ଣ କରିବାକୁ ପଡ଼ିବ, ଯୋଜନା କରିବାକୁ ପଡ଼ିବ। କେମିତି ସମ୍ବଳର ବିକାଶ ଆମେ
କରିବୁ। ତ ସମ୍ବଳ ଯୋଜନା ବା ରିସୋର୍ସେସ୍ ପ୍ଲାନିଂ କହିଲେ କ'ଣ ବୁଝିବା ଆମେ ନା ସରଳ ଭାଷାରେ କହିବାକୁ ଗଲେ ସମ୍ବଳର ଯୋଜନା ଅର୍ଥ ସର୍ବୋତ୍ତମ ଉପାୟରେ ଉତ୍ସଗୁଡ଼ିକ ପରିଚାଳନା ଏବଂ ବ୍ୟବହାର। ତ କ'ଣ କହିଲି ପିଲାମାନେ ନା ସମ୍ବଳର ଯୋଜନା ଅର୍ଥ ସର୍ବୋତ୍ତମ ଉପାୟରେ ଆମ ପାଖରେ ଯେଉଁ ଥିବ ଗୋଟେ ଜିନିଷକୁ ଉତ୍ତୋଳନ କରିବା ପାଇଁ ବେଷ୍ଟ ୱେ, ଠିକ୍ ଅଛି, ବେଷ୍ଟ ୱେରେ ସମ୍ବଳକୁ ଆମେ ପରିଚାଳନା କରିବା। ଆର ଅର୍ଥ ହେଉଛି ଧରାଯାଉ ଉଦାହରଣ ଗୋଟେ ଦେଉଛି ମୁଁ ତୁମକୁ ପିଲାମାନେ, ଧରାଯାଉ ଗୋଟେ କ୍ରିକେଟ ଟିମ୍, ଠିକ୍ ଅଛି, କ୍ରିକେଟ ଟିମ୍ର ସମ୍ବଳ କ'ଣ ପିଲାମାନେ? କ୍ରିକେଟ ଟିମ୍ର ସମ୍ବଳ ହେଉଛନ୍ତି ତାର ପ୍ଲେୟାର ମାନେ, ଠିକ୍ କି ନାହିଁ? ଠିକ୍। ତ ସମ୍ବଳକୁ କିଏ ବ୍ୟବହାର କରିବ ପିଲାମାନେ? କ୍ରିକେଟ ଟିମ୍ରେ ଯେଉଁ ରହିଲେ ପ୍ଲେୟାର ମାନେ ସମ୍ବଳ, ତାକୁ ବ୍ୟବହାର କିଏ କରିବ? କୋଚ୍। ଯଦି କୋଚ୍ ଯିଏ ରହିଥିବ କ୍ରିକେଟ ଟିମ୍ରେ, ସିଏ ସମ୍ବଳର ଯୋଜନା କରିବାରେ, ଠିକ୍ ଅଛି, ଯୋଜନା କରିବାରେ ଠିକ୍ ହେଇନଥିବ, ମାନେ ଯୋଜନା ଠିକ୍ ସେ କରିପାରୁନଥିବ, ସେ କ'ଣ କରିବ ନା ସବୁ ଭଲ ବୋଲର ମାନଙ୍କୁ ସିଏ କ'ଣ କରିବ, ବ୍ୟାଟିଂ ପୋଜିସନରେ ରଖିଦେବ, ଠିକ୍ ଅଛି, ଆଉ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ବୋଲିଂ ପୋଜିସନରେ ରଖିଦେବ। ତାହେଲେ କ'ଣ ହେବ ପିଲାମାନେ? ସେ ମ୍ୟାଚ୍ଟି ସେମାନେ ହାରିଯିବେ, ହଁ କି ନାହିଁ? କିନ୍ତୁ ଯଦି କୋଚ୍ କ'ଣ କରିବ ନା ତାର ରିସୋର୍ସେସ୍, ତାର ସମ୍ବଳ ଗୁଡ଼ିକ, ଯେଉଁ ସମ୍ବଳ ଯେଉଁ କାମରେ ଲାଗିବା ଦରକାର ସେଇ କାମରେ ଲଗେଇଲେ ତ କ'ଣ ହେବ? ସେମାନେ ସେ ମ୍ୟାଚ୍ଟି ଜିତି ପାରିବେ, ଠିକ୍ ଅଛି। ବୋଲର ଜାଗାରେ ଖେଳିବ, ବ୍ୟାଟ୍ସମ୍ୟାନ୍ ଜାଗାରେ ଖେଳିବ, ଯାହାଫଳରେ କ'ଣ ହେବ? ସେମାନେ ମ୍ୟାଚ୍ଟି ଜିତି ପାରିବେ। ସମାନ ସେମିତିକା ହିଁ କ'ଣ ହେଇଥାଏ ନା ସବୁ ଦେଶର ସମ୍ବଳ ସହିତ ହେଇଥାଏ, ଠିକ୍ ଅଛି, ସବୁ ଦେଶର ସମ୍ବଳ ସହିତ ଏମିତି ହେଇଥାଏ। ଯଦି ସମ୍ବଳକୁ ବିକାଶ ବା ସମ୍ବଳର ଡେଭଲପମେଣ୍ଟ ବା କରିବା ପାଇଁ ଆମେ ଠିକ୍ ଭାବରେ ପ୍ଲାନିଂ କରିବୁ, ଠିକ୍ ଅଛି, ଯୋଜନାଟା ଠିକ୍ ଭାବରେ କରିବୁ, ତାହେଲେ ଯାଇକି ଆମେ ସମ୍ବଳକୁ ବିଭିନ୍ନ କାମରେ ଲଗାଇ ପାରିବୁ ବା ସମ୍ବଳର ବିକାଶ କରିପାରିବୁ। ବୁଝିହେଲା? ଯଦି ଆମେ ତାକୁ ଠିକ୍ ଭାବରେ ନ କରିବୁ ତାହେଲେ କ'ଣ ହେବ? ସମ୍ବଳର ବିକାଶ ହେବ ନାହିଁ। ଭାରତ ଦେଖ ପିଲାମାନେ, ଭାରତରେ କ'ଣ ହେଇଛି? ଭାରତରେ ସବୁ ଜାଗାରେ ବହୁତ ପ୍ରକାର ଉତ୍ସ ରହିଛି, ଉତ୍ସ ମାନେ ସମ୍ବଳ ରହିଛି, ଠିକ୍ ଅଛି। ତଥାପି କେତେକ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଉତ୍ସରେ ଭରପୁର ଓ କେତେକରେ ଅଭାବ ରହିଛି। କିନ୍ତୁ ଭାରତର ସବୁ ଜାଗାରେ ସବୁ ସମ୍ବଳ ମିଳେ କି? ମିଳେ ନାହିଁ। ଯେମିତିକି ଉଦାହରଣ ସ୍ୱରୂପ ଦେଖ, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଆଦି ରାଜ୍ୟରେ କ'ଣ ହେଇଛି ନା ପ୍ରଚୁର ପ୍ରକାର ମିନେରାଲ୍ସ ମିଳେ, ଖଣିଜ ପଦାର୍ଥ ବହୁତ ଭାବରେ ମିଳେ, ହଁ କି ନାହିଁ? ଖଣିଜ ପଦାର୍ଥ ସମ୍ପୂର୍ଣ୍ଣ ପରିମାଣରେ ମିଳେ କେଉଁଠି? ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ। କିନ୍ତୁ ଭାରତର ଯେଉଁ ଅଲଗା ଷ୍ଟେଟ୍ ରହିଲା ସେଥିରେ ତ ମିନେରାଲ ସେତେ ମାତ୍ରାରେ ମିଳେ ନାହିଁ, ରାଇଟ୍ କି ନାହିଁ? ସେମିତିକା କ'ଣ ହୁଏ ପିଲାମାନେ ନା ଅରୁଣାଚଳ ପ୍ରଦେଶରେ କ'ଣ ହେଉଛି? ଅରୁଣାଚଳ ପ୍ରଦେଶରେ ଜଳ ସମ୍ପଦ ଭରପୁର ଅଛି, ଠିକ୍ ଅଛି, କିନ୍ତୁ କ'ଣ ହେଉଛି ନା ଇନଫ୍ରା ଗଠନରେ ବା ବ୍ୟବସାୟିକ ଦୃଷ୍ଟିରୁ ତାହା ଉନ୍ନତି ହେଉନାହିଁ। କ'ଣ ପାଇଁ? ନା ତାଙ୍କ ପାଖରେ ଖଣିଜ ପଦାର୍ଥ ନାହିଁ, ଠିକ୍ ଅଛି। ପବନ ଉତ୍ସ ଓ ସୌର ଉତ୍ସ ରାଜସ୍ଥାନରେ ଭଲ ସମ୍ଭାବନା ଅଛି। ମାନେ କ'ଣ ପିଲାମାନେ? ରାଜସ୍ଥାନରେ ମିନେରାଲ୍ସ ତ ନାହିଁ, ଖଣିଜ ସମ୍ପଦ ଅଛି କି ସେଠି? ଖଣିଜ ସମ୍ପଦ ନାହିଁ, କିନ୍ତୁ ସେଠି କ'ଣ ଅଛି? ଯେହେତୁ ସେଠି ମରୁଭୂମି, ତ ମରୁଭୂମିରେ କ'ଣ ପବନ ଭଲ ଦେଉଛି, ଆଉ ସୂର୍ଯ୍ୟଙ୍କ ଖରାଟା ବହୁତ ଜୋରରେ ପଡ଼ୁଛି, କାହିଁକିନା ସେଠି ଗଛପତ୍ର ନାହିଁ। ତ ସେଠି କ'ଣ ଅଛି? ସୌରଶକ୍ତି ଆଉ ପବନ ଶକ୍ତି ଅଛି, କିନ୍ତୁ ସେ ସ୍ଥାନରେ କ'ଣ ନାହିଁ? ଜଳ ନାହିଁ କି ଖଣିଜ ପଦାର୍ଥ ନାହିଁ। ସେମିତିକା ଲାଦାଖରେ କ'ଣ ଅଛି ପିଲାମାନେ? ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହେଉଛି ଲାଦାଖ, କିନ୍ତୁ ଏଠି କ'ଣ ହେଇଛି? ଏଠି ବି ସେମିତି ସିଚୁଏସନ୍, ଯଦି ପ୍ରାକୃତିକ ସମ୍ପଦରେ ଭରପୁର ଅଛି, ସେଠି କ'ଣ ଅଛି? ଖଣିଜ ପଦାର୍ଥ କିମ୍ବା ଜଳ ମିଳିବା କଷ୍ଟକର ହେଇଯାଉଛି। ତ ଏଥିରୁ ଆମେ ପିଲାମାନେ କ'ଣ ଜାଣିଲୁ ନା କିଛି ଅଞ୍ଚଳରେ, ଠିକ୍ ଅଛି, ସବୁ ପଦାର୍ଥ ମିଳିନଥାଏ, ସବୁ ଜାଗାରେ ସବୁ ପ୍ରକାର ଜିନିଷ ମିଳିନଥାଏ। କେତେକ ଅଞ୍ଚଳରେ ଗୋଟେ ପଦାର୍ଥ ମିଳିଲା ବେଳକୁ ସେଇ ସ୍ଥାନରେ ଅଲଗା ପଦାର୍ଥର ଅଭାବ ଦେଖାଯାଇଥାଏ, ଠିକ୍ ଅଛି। ତ ସମ୍ବଳ ସବୁ ଜାଗାରେ ସମାନ ଭାବରେ ମିଳିନଥାଏ। ତ କ'ଣ କଲେ ଆମେ ସମ୍ବଳ ଯେଉଁ ବିକାଶ କରିକି ତାକୁ ଆମେ ସବୁ ସ୍ଥାନକୁ ସମାନ ଭାବରେ ପରିଚାଳନା କରିପାରିବୁ, ତାହାକୁ ସମ୍ବଳ ଯୋଜନା କୁହାଯାଏ। ମୁଁ ତୁମକୁ କହିଛି ସମ୍ବଳ ଉତ୍ସର, ଠିକ୍ ଅଛି, ସର୍ବୋତ୍ତମ ଉପାୟରେ ଉତ୍ସର ପରିଚାଳନାକୁ ସମ୍ବଳ ଯୋଜନା କୁହାଯାଏ। ମାନେ କ'ଣ ପିଲାମାନେ? ନା ସମ୍ବଳକୁ ଆମେ ସର୍ବୋତ୍ତମ, ଆମ ପାଖରେ ଯେଉଁ ବେଷ୍ଟ ୱେ ରହିଛି ସେ ବେଷ୍ଟ ୱେରେ କେମିତି ଆମେ ପୁରା ଦେଶରେ ସବୁ ସମ୍ବଳର ଅଭାବକୁ ଦୂର କରିବା
ତାହା ଆମେ ଚିନ୍ତା କରିବାକୁ ସମ୍ବଳ ଯୋଜନା କୁହାଯାଏ। ଠିକ୍ ଅଛି। ତ କ'ଣ କରିବା ଆମେ ଏଥିରେ? ତ ଆମକୁ କ'ଣ କରିବାକୁ ପଡ଼ିବ ପିଲାମାନେ? ନା ସମ୍ବଳ ଯେଉଁଠି ବି ଯେଉଁ ସମ୍ବଳ ମିଳୁଛି, ଠିକ୍ ଅଛି। ଧରାଯାଉ ଓଡ଼ିଶା, ଝାଡ଼ଖଣ୍ଡ ଆଉ ଛତିଶଗଡ଼ରେ ବହୁତ ପ୍ରକାର ମିନେରାଲ ମିଳୁଛି। କେବଳ ସେଠୁ ମିନେରାଲଟାକୁ ବାହାର କରିକି ଆମେ ସେଠି ୟୁଜ୍ ନ କରିବା କି ପିଲାମାନେ? କେବଳ ଓଡ଼ିଶାରେ ଯଦି ମିନେରାଲ ବାହାରୁଛି ତାକୁ ଓଡ଼ିଶାରେ ୟୁଜ୍ କରିବା କି, ଆଉ କାହାକୁ ଦେବାନି କି? ସେଇ ଓଡ଼ିଶାରେ ଯେଉଁ ମିନେରାଲ, ଧରାଯାଉ ଓଡ଼ିଶାରେ ଲୁହାପଥର ବହୁତ ଅଛି, ତ ଲୁହାପଥରଟା କେବଳ ଓଡ଼ିଶାରେ ଆମେ ୟୁଜ୍ କରିବାନି, ଠିକ୍ ଅଛି। ତାକୁ ସମ୍ବଳ ଯୋଜନା ମାଧ୍ୟମରେ କ'ଣ କରିବା? ଆମେ ବିଭିନ୍ନ ରାଜ୍ୟକୁ ଟ୍ରାନ୍ସଫର କରିବା, ଯାହାଫଳରେ ସେ ରାଜ୍ୟର ବି ଅଭାବ ପୂରଣ କରାଯାଇପାରିବ। ଠିକ୍ ଅଛି। ଓଡ଼ିଶାରେ କ'ଣ ନାହିଁ ପିଲାମାନେ? ଓଡ଼ିଶାରେ କ'ଣ ନାହିଁ? ସୌରଶକ୍ତି ନାହିଁ, ଜଳ ସମ୍ପଦ ଭରପୁର ପରିମାଣ ନାହିଁ। ତ ଓଡ଼ିଶା କ'ଣ କରିପାରିବ? ଅନ୍ୟ ରାଜ୍ୟ ପାଖରୁ ତାହା ଆଣିପାରିବ। ଠିକ୍ ଅଛି। ତ କ'ଣ ଲେଖିଛି ପିଲାମାନେ? ଥରେ ଦେଖିଦିଅ। କ'ଣ କଲି? ସ୍ଥାନୀୟ, ଆଞ୍ଚଳିକ, ରାଜ୍ୟ ତଥା ଜାତୀୟ ସ୍ତରରେ ସନ୍ତୁଳନ ଉତ୍ସଗୁଡ଼ିକ ଯୋଜନା ମାଧ୍ୟମରେ ଭାରତର ସମସ୍ତ ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଉତ୍ସଗୁଡ଼ିକ ପାଇପାରିବେ। ମାନେ କ'ଣ ପିଲାମାନେ? ନା ଯେଉଁଠି ବି ସମ୍ବଳଟା ମିଳୁ, ଯେଉଁ ଏରିଆରେ ଆମ ଭାରତର ଯେକୌଣସି ଗୋଟେ ରାଜ୍ୟରେ ଯେକୌଣସି ସମ୍ବଳ ମିଳୁ, ତାକୁ ଆମେ କ'ଣ କରିବା? ସମ୍ବଳ ଯୋଜନା ମାଧ୍ୟମରେ ସବୁ ରାଜ୍ୟକୁ କେମିତି ପାଇପାରିବେ ତାହାର ଯୋଜନା କରିବା, ଯାହାଫଳରେ ଭାରତର ସବୁ ଅଞ୍ଚଳରେ ସବୁ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସମ୍ବଳ ସମସ୍ତେ ପାଇପାରିବେ। ଠିକ୍ ଅଛି। ଆମେ ଯଦି କହିବା ଓଡ଼ିଶାରେ ଲୁହାପଥର ବାହାରୁଛି, ଆମେ ତାକୁ ଦିଲ୍ଲୀକୁ ଦେବା ନାହିଁ, ତ ଦିଲ୍ଲୀରେ ଇନଫ୍ରାଷ୍ଟ୍ରକ୍ଚର କ'ଣ ଉନ୍ନତି ହେଇପାରିବ କି? ହେଇପାରିବ ନାହିଁ। ଠିକ୍ ଅଛି। ତ ଆମେ ସମ୍ବଳକୁ ଏପରି ଯୋଜନା କରିବା, କେମିତି ଯୋଜନା କରିବା? ନା ଯେମିତିକା ସ୍ଥାନୀୟ, ଆଞ୍ଚଳିକ, ରାଜ୍ୟ ତଥା ଜାତୀୟ ସ୍ତରରେ ସନ୍ତୁଳନ ଉତ୍ସ ଯୋଜନା ମାଧ୍ୟମରେ ଭାରତର ସମସ୍ତ ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଉତ୍ସଗୁଡ଼ିକ ପାଇପାରିବେ। ମାନେ କ'ଣ? ନା ପିଲାମାନେ ଆମେ ସମ୍ବଳକୁ ଏମିତି ବ୍ୟବହାର କରିବା ଯେମିତି ଗୋଟେ ରାଜ୍ୟରେ ବାହାରୁଥାଉ ବା ଗୋଟେ ସ୍ଥାନରେ ବାହାରୁଥିବା ସମ୍ବଳକୁ କେମିତି ସାରା ଦେଶ ୟୁଜ୍ କରିପାରିବେ। ଠିକ୍ ଅଛି। ଯେମିତି ଗୋଟେ ସମ୍ବଳର ବେନିଫିଟ୍ ସାରା ଦେଶ ଉଠାଇ ପାରିବ। ଠିକ୍ ଅଛି। ସରି ପିଲାମାନେ। ଓକେ, ନେକ୍ସଟ ଦେଖ କ'ଣ ହେଉଛି ପିଲାମାନେ? ଏତେ ସାରା ପ୍ରକ୍ରିୟା ଯେତେବେଳେ ଆମେ ସମ୍ବଳକୁ କ'ଣ କରିବା? ନା କେଉଁ କ'ଣ ଅଛି? ଗୋଟେ ଜାଗାରେ ସମ୍ବଳ ଅଛି, ତାକୁ ଆମେ ଆଣିକି କ'ଣ କରିବା? ସବୁ ସାରା ଦେଶରେ ବାଣ୍ଟିବା ସମାନ ଭାବରେ, ଯେମିତିକି ସମସ୍ତେ ଲାଭବାନ ହେଇପାରିବେ। ତ ଏ ପ୍ରକ୍ରିୟାଟା କ'ଣ? ବହୁତ କଠିନ ପ୍ରକ୍ରିୟା, ହଁ କି ନାହିଁ? এই ପ୍ରକ୍ରିୟା କରିବା ପାଇଁ ସାଧାରଣତଃ 3ଟି ଉପାୟ ରହିଥାଏ। ଠିକ୍ ଅଛି। ତମ ବହିରେ 5 ଗୋଟି ଉପାୟ ଦେଇଛି, ତ 5 ଗୋଟି ମୁଁ ପଢ଼େଇ ଦେଉଛି। ତ 5 ଗୋଟି ପ୍ରକ୍ରିୟା ଉପରେ ସମ୍ବଳ ନିର୍ଭର କରିଥାଏ। 5 ଗୋଟି କ'ଣ? 5 ଗୋଟିରୁ ପ୍ରଥମେ ଆସିବ କ'ଣ ପିଲାମାନେ? ନା ଆଇଡେଣ୍ଟିଫାଇ। 5 ଗୋଟିରୁ ପ୍ରଥମେ ରହିବ ପ୍ରଥମ ଷ୍ଟେଜ୍ ସମ୍ବଳ ଯୋଜନା କରିବାର ପ୍ରଥମ ଷ୍ଟେଜ୍ ହେଉଛି ଆଇଡେଣ୍ଟିଫାଇ। ଆଇଡେଣ୍ଟିଫାଇ ମାନେ କ'ଣ ପିଲାମାନେ? ଯେତେ ପର୍ଯ୍ୟନ୍ତ ଆମେ ଜାଣିନଥିବା କେଉଁ ଏଇ ଜାଗାରେ ଏଇ ସମ୍ବଳଟି ଅଛି, ତ ଆମେ ତା'ର ବ୍ୟବହାର କରିପାରିବା କି? କରିପାରିବାନି। ତ ଆମକୁ ପ୍ରଥମେ କ'ଣ କରିବାକୁ ପଡ଼ିବ? ତା'ର ଆଇଡେଣ୍ଟିଫିକେସନ୍ କରିବାକୁ ପଡ଼ିବ, ମାନେ ତାକୁ ଖୋଜିକି ବାହାର କରିବାକୁ ପଡ଼ିବ। ଠିକ୍ ଅଛି। ତ ପ୍ରଥମ ଆମ କାମ କ'ଣ? ନା ବିଭିନ୍ନ କାର୍ଯ୍ୟ ପାଇଁ ସମ୍ବଳର ଆବଶ୍ୟକତା ନିର୍ଦ୍ଧାରଣ, ସମ୍ବଳ ପ୍ରାପ୍ତି ସ୍ଥାନର ଚିହ୍ନଟକରଣ ଏବଂ ଏହାର ସମ୍ବଳ ଚାହିଦାର ପରିମାଣ ଆକଳନ। ମାନେ କ'ଣ? ଆମକୁ ପ୍ରଥମେ ସମ୍ବଳ କେଉଁଠାରେ ଅଛି ବାହାର କରିବାକୁ ପଡ଼ିବ, ଆଉ ସେ ସମ୍ବଳଟା ଯାହା ଅଛି ସେଠି, ଠିକ୍ ଅଛି। ଧରାଯାଉ ସେଠି ଲୁହାପଥରଟା ଅଛି, ଲୁହାପଥରଟା ଲୋକମାନଙ୍କ ଚାହିଦା କେତେ? ଠିକ୍ ଅଛି। ଯଦି ଲୋକମାନେ ଗୋଟେ ଜିନିଷକୁ କିଣିବେନି, ତ ଆମେ ସମ୍ବଳକୁ ବାହାର କରିବୁ କି? କରିପାରିବୁନି। ଠିକ୍ ଅଛି। ଦେନ୍ କ'ଣ କରିବା? ଦ୍ୱିତୀୟରେ ଆମେ କ'ଣ କରିବା? ନା ସମ୍ବଳ ଗଚ୍ଛିତ ପରିମାଣ ଓ ବିକାଶ ସ୍ତର ଆକଳନ। ତାପରେ ଆମେ ଦ୍ୱିତୀୟରେ ଦେଖିବା ସେ ଜାଗାରେ ସମ୍ବଳ କେତେ ଅଛି। ଠିକ୍ ଅଛି। ଆଉ ତାକୁ ସେଥିରୁ କେତେ ଆମେ ସମ୍ବଳକୁ କେତେ ବିକାଶ କରିକି ସେଠି କେତେ ପଦାର୍ଥ ପାଇପାରିବା। ଧରାଯାଉ ଗୋଟେ ଜାଗାରେ ଲୁହାପଥରଟେ ଅଛି, ସେ ଲୁହାପଥରରୁ ଆମେ କେତେ ଲୁହା ପାଇପାରିବା ତାକୁ ଆକଳନ କରିବା। ଠିକ୍ ଅଛି। ଆଉ ତାପରେ କ'ଣ କରିବା? ଏହା କେଉଁ ଜାଗାରେ ଅଛି, କେତେ ଏରିଆରେ ଅଛି, ତା'ର ମାନଚିତ୍ରଣ କରିବା। ଆଉ ସଂଖ୍ୟାତ୍ମକ ତଥା ଗୁଣାତ୍ମକ ମୂଲ୍ୟାୟନ କରିବା। କେତେ ପରିମାଣରେ ଅଛି, ଆଉ ସେଟା ତା'ର ଗୁଣ କ'ଣ, ସମ୍ବଳଟାର ଗୁଣ କ'ଣ, ଆମେ ତାକୁ ଫାଷ୍ଟ ମୂଲ୍ୟାୟନ କରିବା। ଦେନ୍ ଆମକୁ ତୃତୀୟ ପ୍ରଦେଶକୁ ଯିବାକୁ ପଡ଼ିବ। ତୃତୀୟ ପ୍ରଦେଶରେ କ'ଣ କରିବାକୁ ପଡ଼ିବ ପିଲାମାନେ? ନା ସମ୍ବଳଟା ଯଦି ଆମେ ପାଇଗଲେ ଗୋଟେ ଜାଗାରେ, ତାପରେ ଆମେ ତାକୁ କ'ଣ କରିବା? କେମିତି ବାହାର କରିବା ଉପାୟ କରିବା ନା।
ना डायरेक्ट जाइए हाथ में धरिकी बाहिकी बाहर करदे करें तो आम कौन करवा ना संबल उत्तोलन क्रियात्मक मूल्य और व्यवहार तथा योजना संरचना प्रस्तुति माने कौन पिला माने ना संबल उत्तोलन करवा जो सत कथा तो से क्रियात्मक मूल्य माने से उत्तोलन करुवा जो संबलटा तुमको मुझे सब कही पिला माने जितेबले भी गोटे जिनस को आम संबलर परिणत करने को जाऊे तो ताहा कौन होता दरकार आम उत्तोलन कर मूल्य ठू बजार बिक्री मूल्य अधिक होता दरकार जमती आम प्रॉफिट रे रोथुवा तो क्रियात्मक मूल्य आम से स्थिर करवा आमको संबल बाहर करने को केते टंका खर्च हम आउ आम बजार रे तार प्रॉफिट पाइबा कि लॉस पाइबा तार योजना करवा जदि लॉस हो आम से संबल को उत्तोलन करवा कि करवा नहीं ठीक अच्छे तो तृतीय आम कौन करवा संबल उत्तोलन क्रियात्मक मूल्य और व्यवहार तथा योजना संरचना प्रस्तुति करवा योजना हो गला केमती बाहर करवा केते खर्च हम जदि आमको प्रॉफिट हो तो आम कौन करवा ताको बाहर करने आमको कौन हम आवश्यक हम जंत्रपाति तो देन कौन करा ना संबल उत्तोलन आवश्यक जंत्रपाति उपलब्धि उपयुक्त कौशल और प्रजुक्ति विद्या बजार मूल्य निर्धारण अनुष्ठान अवस्थान इत्यादि संबल विकास संबंधी प्रक्रियार अवलंबन उपर आधारित योजना प्रणयन तो पिला माने कौन कहला से ना संबल तो आम उत्तोलन करदेबू हाँ कि नहीं उत्तोलन करने कौन दरकार आमको जंत्रपाति दरकार आउ उपयुक्त ज्ञान कौशल भी दरकार देन आमको कौन करने को पड़ो तो संबल बाहर करदेले बाहर कर सारा पर कौन करवा तार बजार मूल्य निर्धारण मु तुमको कही जितेबले भी आम संबल बाहर करते तो तार बाहर करने मूल्य ठू बजार मूल्य अधिक रहा दरकार जदि अधिक रहा आम ताकू बाहर करवा हाँ कि नहीं बजार मूल्य केतेबेले अधिक रहिबो पिला माने जेतेबेले चाहिदा अधिक रहिथिबो गोटे संबल जेतेबेले लोक माने दरकार करिवे तो चाहिदा अधिक रहिबा दरकार तो बजार मूल्य आम केमती बाहर करवा आम क्रियात्मक मूल्य माने जेतिकी आमर खर्च होइतिबो ठीक अछि ताठू आम प्रॉफिट रे बजार मूल्य निर्धारण करवा ठीक अच्छे तो जितेबाला आम जंत्रपाति द्वारा कौन करवा संबल को बाहर कर सारिबा आम जानीजा केते टंका आमर खर्च है तो तापर आम तार बजार मूल्य निर्धारण करवा ठीक अच्छे तापर विभिन्न अनुष्ठान और अवस्थान माने कौन विभिन्न मार्केट रे तो बिक्री हुए ना तुम जो संबलटा भी बाहर कर रोड हो जहाँ हो ता विभिन्न दुकान बजार जाकि बिक्री हुए ठीक अच्छे तो दुकान बजार बिक्री करने भी आमको कौ दुकान में बिक्री हम कौन हम ठीक अच्छे लुहा पत्थर लुहा बाहर कला गला लुहा रोडटे रोड पाई रोड गोदाम दरकार तो रोड गोदाम रे जाई केमती बिक्री हम तार उपाय करने को पड़ो देन शेष कौन करने को पड़ो शेष पिला माने कौन करवा मु तुमको कही संबल गोटे जगह बाहर कले किंतु ताकू केमती सारा देश में सब जगह सामान भाव में मिल पार तार व्यवस्था करवा तो शेष आमको सेटा ही करने को पड़ो एट द लास्ट आमको कौन कर ना संबल विकास योजना और जातीय विकास योजना मध्य समन्वय स्थापन माने कौन आम संबल जो विकास कले ताकू जातीय विकास योजना माने आम पूरा भारत जातीय विकास क्या कह जोटा कि पूरा भारत वर्षर पूरा विकास को कह जातीय विकास तो आम जो संबल विकास करुचे संबल जो डेभलप कले ता द्वारा केमिति आम देशर विकास हम तापर संतुलन रक्षा करवा माने जमीती सबू जगार सबू संबल समान भाव में उपलब्धि हो पार तार व्यवस्था करवा ठीक अच्छे तो संबल योजनार मुख्य हूँ तीन टा तो तीन टा हूँ कौन कौन ना आइडेंटिफिकेशन बाहर कर प्रथमे आमको आइडेंटिफाई करने को पड़ो देन कौन करने को पड़ो ताकू विभिन्न ज्ञान कौशल माध्यम बाहर करूँ तृतीय आम कौन करूँ ताकू सारा देश में केमिति समान भाव में बंटन कर तार योजना करूँ ये तीन टा हूँ मुख्य तो तुम बुक रे देछि 5टी पॉइंट तो 5टी पॉइंट तुम मानक पिला मन रखा पड़ो तो मु प्रथम पुणी कहीदे प्रथम पॉइंट कौन रहा माने ना विभिन्न कार्य संबल आवश्यकता निर्धारण ठीक अच्छे संबल प्राप्ति स्थान चिन्हटकरण और संबल चाहिदार परिमाण आकलन प्रथम स्टेज गला आइडेंटिफिकेशन है तो द्वितीय स्टेज रे भी से आइडेंटिफिकेशन जाऊँगी सी कौन ना संबल केते परिमाण अच्छी कौटी अच्छी आउ ताहाको बाहर करिवारे केते टंका खर्च हो ताहा मूल्यांकन करवा देन तृतीय कौन करवा पिला माने ना संबलर उत्तोलन क्रियात्मक मूल्य एवं व्यवहार तथा जोगरण संरचना प्रस्तुतिकरण प्लानिंग करवा ठीक अच्छे केमती बाहर करवा देन चतुर्थ कौन करवा पिला माने ताको उत्तोलन करवा आ बजार मूल्य निर्धारण करवा ताको बाहर करदबा बाहर कर सारा आम देखीदे केते टंका खर्च है लोक मान तो चाहिदा एतिक अच्छी तो आम केमती
प्रॉफिट रे पाई परिबा तार व्यवस्था करिकी बजार मूल्य निर्धारण करिबा तापर सब दुकान बजार जोठी भी जो संबलर आवश्यकता बा जोठी भी बिक्री होची तो से स्थान को पचाइबार व्यवस्था करिबा आ आमे शेष रे कोन पिला माने ना आमे एमितिका व्यवस्था करिबा बा एमितिका योजना करिबा जेमतिका कि आम देश सारा जेतिक भी राज्य रही सब राज्य को समान भाव में मिल पार जहाद्वारा कौन हम देशर समस्त राज्य उन्नति हम जहाद्वारा देशर उन्नति घटव ठीक अच्छे। तो मुख्यतः ये 5टा पॉइंट तुमको बुझेबार थिला। तो देख पिला माने केमती आमे देशर उन्नति करूछु। तो उदाहरण स्वरूप ओडिशा भारतर लुहापथर उत्पादन अग्रणी राज्य। तो आम ओडिशा कौन पिला माने ना लुहापथर उत्पादन ओडिशा रे प्रथम ठीक अच्छे। ओडिशा होची भारत रे लुहापथर उत्पादन रे ओडिशा होची प्रथम ठीक अच्छे। तो ओडिशा कौन करे ना पिला माने ना ओडिशा एवं अन्य लुहा समृद्ध राज्य जेतिक भी लुहा जोठी मिलुची जेमति कि एठी देखो ओडिशा अच्छी कर्णाटक अच्छी झारखंड अच्छी ठीक अच्छे। तो सब जगह एगारे रोची कौन बेसी लुहापथर रोची तो एठी लुहा मिलुची ठीक अच्छे। ओडिशा और अन्य लुहा समृद्ध राज्य कौन करा जीवो ना लुहा समग्र देश रे कौन कर व्यवहार कर जमीक उदाहरण स्वरूप धरा जाऊ ओडिशा रे लुहा बाहर झारखंड रे लुहा बाहर तो से लुहा को लेकिन कौन कर ना देशर सबु जगार रेल ट्रैक व्यवहृत होची कि ना पिला माने ओडिशा रे लुहापथर अच्छी झारखंड रे अच्छी छत्तीसगढ़ अच्छी अलग जगार तो नहीं किंतु रेल लाइन देश सारा तैयारी होची केमती तैयारी होची सेही लुहापथर ठीक अच्छे। यही उपाय केवल अल्प राज्य रे लुहा रे भरपूर हाँ कि नहीं कौन है अल्प राज्य लुहारे भरपूर हेले मध्य अन्य राज्य यही संबलर उपकृत होउचंती बुझीगला। तो संबल योजना कौन पाई करथिले आमे पिला माने ना उत्स गुड़िक बा संबल गुड़िक केपरी आमे सर्वोत्तम उपाय रे परिचालन करिबा ताहा होची संबल योजनार मुख्य उद्देश्य। तो मुख्य उद्देश्य जदि सेटा रहउची आमर जो राज्य रे जेतिकी परिमाण रे धरा जाऊ गोटे राज्य लुहा उत्पादन अग्रणी तो से राज्यर लुहा को लेकिन आमे सारा देश रे केमिति कौन करूँ परिचालन करूँ बा सब देश रे रेलवे स्टेशन रेलवे प्लेटफॉर्म सब लुहा रे जेतिकी इंफ्रास्ट्रक्चर केमिति डेवलप हो तार उपाय करने को संबल योजना कह जाए बुझीगला पिला माने। तो ये कौन बुझिल पिला माने ना आमे संबल गुड़ी को एपरी भाव में प्रस्तुत होगा दरकार जे देशर सामग्रिक आवश्यकता पूरण करहब माने कौन ना जदि से संबलटा लोकाल माने आंचलिक होता पारे कि स्थानीय हो पारे कि राष्ट्रीय संपद हो पारे किंतु सबु संपदर मुख्य उद्देश्य कौन ना देशर आवश्यकता पूरण करवा ठीक अच्छे। सब देशर आवश्यकता माने कौन ना सबु राज्यर जहाँ जहाँ आवश्यकता रही पूरण करवा केवल गोटे राज्य जदि उत्पादन होउची ताकू सारा देश रे बंटन करिके सबु राज्यर आवश्यकता पूरण कले हमर देशर आवश्यकता पूरण हबो। एतकी थिला पिला माने तम संबल योजना ठीक अच्छे। तो मु नेक्स्ट क्लास रे कौन करेबी पिला माने तुमको ना तुमर जो रही प्रश्न उत्तर सब करदेवी ठीक अच्छे। प्रश्न उत्तर सब करदेवी संबल विषय रे जेतिक भी प्रश्न उत्तर रही तो मु भावुची आमर तो लेट हो जाइए क्लास करिवारे तो मु भावुची सबू विषय को तुमको रिवीजन थरे थरे करदेवी तापर तार सब क्वेश्चन आंसर करदेवी ठीक अच्छे। आ क्वेश्चन आंसर मु तुमको पूरा डिटेल्स बुझेदेवी ठीक अच्छे। क्वेश्चन आंसर विथ डिस्कशन ठीक अच्छे। एमती नुहे जे केवल क्वेश्चन कर देकी मु तार आंसर केवल कहीदेवी ना तो तार पूरा डिस्कशन करी ठीक अच्छे। आशा करछि पिला माने क्लास टी भलो लागथिबो। थैंक यू।